हेलो गाइज वेलकम टू माय चैनल। तो आशा करुँच आपण भले थे। तो एआई समिट जो दिल्ली रे होता तो एआई समिट रे जोजोटिया यूनिवर्सिटी जो रोबोट रोबोट डग जोटा प्रेजेंट करते तो ସେଇଟା ଯେତେବେଳେ କଥା ଚାଲିଲା କି ସେଇଟା ଆକ୍ଚୁଆଲି ଏମାନେ ଚାଇନାର ଜିନିଷଟା ରିପ୍ରେଜେଣ୍ଟ କରିଥିଲେ। ତ ଜଜୋଟିଆ ୟୁନିଭର୍ସିଟି କି ବ୍ୟାନ୍ କରାଗଲା। ତାଙ୍କୁ ଚାଇନା ବି କ୍ଲେମ୍ସ କରିଛି କି ନାଇଁ ମୋର ଏଇଟା ଯେଉଁ ଜିନିଷଟା ବନା ହେଇଛି ରୋବୋଟ୍ ଡଗ୍ଟା ତ ସେଇଟା ଚାଇନାର ବୋଲି କନଫର୍ମ ହେଲା ପରେ ତାଙ୍କୁ ବ୍ୟାନ୍ କରାଗଲା, ପାୱାର କଟ୍ କରାଗଲା, ତାଙ୍କୁ ଇମିଡ଼ିଏଟ୍ କୁହାଗଲା କି ହଁ ତୁମେ ଯାଅ। ତାପରେ ବହୁତ ପ୍ରକାର କଣ୍ଟ୍ରୋଭର୍ସି ପଲିଟିକାଲ୍ କଣ୍ଟ୍ରୋଭର୍ସି ହେଇଥିଲା। ତ ଆଇ ଥିଙ୍କ କାଲିର ଏ ନ୍ୟୁଜ୍ ଥିଲା। ତ ଇଏ ଯେଉଁ ଜିନିଷ ହେଲା ତ ଇଣ୍ଡିଆର ମାନେ ଯେଉଁ ୟୁନିଭର୍ସିଟି ଯାଇ ରିପ୍ରେଜେଣ୍ଟ କରୁଛନ୍ତି ଚାଇନାର ପ୍ରଡ଼କ୍ଟ ସେଗୁଡ଼ା ଯେତେ ବି ଜିନିଷ ଦେଖିବ ତା'ର ଚାଇନାର ସବୁ ଯାକ। ତ ଏଇଭଳିଆ ଯେଉଁ ନ୍ୟୁଜ୍ଟା ଥିଲା ଏଆଇ ସମିଟ୍ ଯେଉଁ ଦିଲ୍ଲୀରେ ହେଉଛି ଫ୍ରି ଥିଲା, ବହୁତ ଲୋକ ଯାଇଥିଲେ। ଇଏ ଜିନିଷ ହେଲା ପରେ ବହୁତ ଡିଷ୍ଟର୍ବାନ୍ସ ଗୋଟେ ହେଲା ପରେ କଣ୍ଟ୍ରୋଭର୍ସିଆଲ୍ ହେଇଗଲା। କଣ୍ଟ୍ରୋଭର୍ସିଆଲ୍ ପରେ ସେଇଟା ପଲିଟିକାଲ୍ ଆଡ଼କୁ ପଳେଇଲା। ତାପରେ ପଲିଟିକାଲ୍ ବହୁତ ଜିନିଷ ହେଇଛି ତ ତାପରେ ଆମେ ଡିସ୍କସନ୍ କରିବାଟା ଭଲ ନୁହଁ। ତ ଏବେ ଯେଉଁ ଏଆଇ ଚାଲିଛି ଏଆଇ ହାଇୱେ ମୁଁ ମୋ ଭିଡ଼ିଓରେ ବନେଇଥିଲି କି ଏଆଇ ଜବ୍ ନେଇଯିବ, ଏଆଇ ଉପରେ ଏଆଇ ସାଙ୍ଗରେ ଆମକୁ ଚାଲିବାକୁ ପଡ଼ିବ। ବହୁତ ଲୋକଙ୍କର ବହୁତ କମେଣ୍ଟ ଆସିଥିଲା, 200-300 କମେଣ୍ଟ ଆସିଥିଲା। ତ ସେଥିପାଇଁ ଭାବିଲି କି ଏ ଯେଉଁ ଜିନିଷଟା ହେଇଛି ତା ଉପରେ ମୁଁ ଗୋଟେ ଭିଡ଼ିଓ ବନେଇବି ବୋଲି। ତ ଆଶା କରୁଛି ଆପଣଙ୍କୁ ଭଲ ଲାଗିବ। ତ ଇଏ ଯେଉଁ ଜିନିଷଟା ହେଲା ତାପରେ ଏବେ ଯେଉଁ ଏଆଇ ବହୁତ ହାଇପ୍ ଚାଲିଛି, ଜବ୍ ପଳେଇବ, ଜବ୍ ପଳାଉଛି। ତ ଏଆଇ ଦେଖିବାକୁ ଗଲେ ଏଆଇ ଏମିତିରେ କାହା ଜବ୍ ଖାଇବନି କି କାହା ଜବ୍ ନେଇଯିବନି। କିନ୍ତୁ ଏଆଇ କ'ଣ କରିବ, ଯେତେବେଳେ ଆମେ ଗୋଟେ ଘରେ ୟୁଜ୍ କରୁଛେ, ଆମେ ଯେତେବେଳେ ଫ୍ରିଜ୍ ୟୁଜ୍ କରୁଛେ, ଫ୍ରିଜ୍ଟା ଆମର କ'ଣ ନିଡ଼୍ ଅଛି। ତ କେଉଁ ବି ଜିନିଷ ତୁମେ ଗୋଟେ ରଖିଲା ବେଳକୁ ଫ୍ରିଜ୍ ଦରକାର ହେଉଛି, କିଛି ବି ଜିନିଷ ପାଇଁ ତୁମେ ୟୁଜ୍ କରୁଛ ଫ୍ରିଜ୍। ତ ତ ଜିନିଷ କ'ଣ ହେଉଛି ନା ଫ୍ରିଜ୍ ଯେମିତି ତୁମର ଗୋଟେ ନିଡ଼୍ ଅଛି, ସେମିତି ଏବେ ଆମେ ଯେଉଁ ବି ବହୁତ ପ୍ରକାର ପ୍ରୋଫାଇଲ୍ର ଜବ୍ ପିଲା କରୁଛନ୍ତି, ସେମାନେ ଏବେ ଗୋଟେ ଇମେଲ୍ ରାଇଟିଂ କଲାବେଳକୁ ଆମେ ଗୋଟେ ଇମେଲ୍ ନୋଟ୍ କରିକିରି ଆମେ ଇମେଲ୍ଟାକୁ ଲେଖିକି ତାକୁ ଏନହାନ୍ସ କରୁଛୁ, ଗୋଟେ ଟୁଲ୍ ୟୁଜ୍ କରୁଛୁ। ଏବେ ଯେଉଁ ବି ଆମର କୋପାଇଲଟ୍ ୟୁଜ୍ ହେଉଛି, ଚାଟ୍ ଜିପିଟି ୟୁଜ୍ ହେଉଛି। ଏବେ ବହୁତ ଅଫିସରେ ପଳେଇଗଲା ଜେମିନାଇ ପ୍ରୋ, ଆମ ଅଫିସରେ ଜେମିନାଇ ପ୍ରୋ ୟୁଜ୍ କରୁଛନ୍ତି। ତ ଜିନିଷ କ'ଣ ଚାଟ୍ ଜିପିଟି, ଜେମିନାଇ ପ୍ରୋ, କୋପାଇଲଟ୍ ହଉ, ତ ବହୁତ ପ୍ରକାର ଯେମିତି ଆମେ କୋଡ଼ିଂ ବି କରୁଛେ, କିଛି ବି ଦେଖ ଗୋଟେ ହ୍ୟୁମାନ୍ କିଛି ଆମେ ଗୋଟେ ଦେଲା ବେଳକୁ ଇନପୁଟ୍ ସିଏ ଆମକୁ ଆଉଟପୁଟ୍ ଦେଉଛି। କିନ୍ତୁ ଗୋଟେ ହ୍ୟୁମାନ୍ ଦରକାର କି ସବୁ ଜିନିଷ ଆମର ଭିତରର ଜିନିଷ ଆମେ କ'ଣ ଚାହୁଁଛୁ, ଆମର ଭିତର ଜିନିଷ ତ ସବୁ ଏଆଇ ଟାଇପ୍ କରିଦେବନି। ତ ଗୋଟେ ମିଡ଼ିୟମ୍ ଦରକାର, ଗୋଟେ କିଏ ଇନପୁଟ୍ ଦେଲେ ସେ ଯାଇକି ଆଉଟପୁଟ୍ ଦେବ। କିନ୍ତୁ ଜିନିଷ କ'ଣ ହେଉଛି ଏବେ ଯେଉଁମାନେ ବି ଜବ୍ ଖୋଜୁଛନ୍ତି, ଯେଉଁମାନେ ବି ଜବ୍ କରୁଛନ୍ତି, ସେମାନଙ୍କୁ ଏନହାନ୍ସ ହେବାର ଅଛି, ସେମାନଙ୍କୁ ଏଆଇ ସହିତ ଚାଲିବାର ଅଛି। ସେମାନଙ୍କୁ ଏଆଇ ଯେଉଁମାନେ ବି ବହୁତ ଅଛନ୍ତି ଡେଭଲପର୍ ମାନେ ବି ଟୁଲ୍ ୟୁଜ୍ କରୁଛନ୍ତି, ଏଆଇ ଟୁଲ୍। ଯେଉଁ ମୋର କାଲି ଗୋଟେ ମ୍ୟାନେଜର୍ର କାଲି ଗୋଟେ ଇଣ୍ଟରଭ୍ୟୁ ଥିଲା। ତ ସେ ଗୋଟେ ସିଭିକି ଆଣିକିରି ପକେଇକିରି ଜଷ୍ଟ ସେଇଟାକୁ ଯେତେବେଳେ ଫିଲ୍ଟର ମାରିଲେ ଗୋଟେ ପିଲାର ଏକ୍ସପିରିଏନ୍ସ ଥିଲା 3.10 ଇୟର୍ ଏକ୍ସପିରିଏନ୍ସ। ସେ TCS କ୍ୟାପଜେମିନିରେ ଜବ୍ କରିକିରି ଆସିଛି ଆମ କମ୍ପାନୀରେ ଇଣ୍ଟରଭ୍ୟୁ ଦେବାକୁ। ତ ଯେମିତି ମୋର 5-6 ଇୟର୍ ଏକ୍ସପିରିଏନ୍ସ କି ମୋ ମ୍ୟାନେଜର୍ର 10 ଇୟର୍ ଏକ୍ସପିରିଏନ୍ସ, ଆଉ ଗୋଟେ ପିଲା ଥିଲା 6 ଇୟର୍ ଏକ୍ସପିରିଏନ୍ସ। ତ ଆମେ 4-5 ଜଣ ବସିକିରି ସେ ରିଜ୍ୟୁମ୍ଟାକୁ ଦେଖୁଥିଲୁ କି କଥାବାର୍ତ୍ତା ଭିତରେ ଜଣାପଡ଼ିଲା କାଲି ମ୍ୟାନେଜର 2-3ଟା ଇଣ୍ଟରଭ୍ୟୁ ଥିଲା। ତ ସେ ରିଜ୍ୟୁମ୍ଟା ଚେକ୍ କଲାବେଳକୁ ମୋ ମ୍ୟାନେଜର କ'ଣ କଲା, ତ ସେ ରିଜ୍ୟୁମ୍ଟା ପକାଇଲା ପରେ ମ୍ୟାନେଜର ପକାଇ ସାରିଲା ପରେ ଆମେ ଜଷ୍ଟ ଦେଖୁଥିଲୁ କି ସେ କ'ଣ କଲେ, ତାକୁ ଫିଲ୍ଟର ମାରୁଥିଲେ କି ସେ ପିଲା 3.10 ଇୟର୍ ଏକ୍ସପିରିଏନ୍ସରେ ସେ ଲେଖିଛନ୍ତି କି ସି ହିସାବରେ କାମ କରୁଛନ୍ତି, ଜାଭା କାମ କରୁଛନ୍ତି, DSA ଡାଟା ଷ୍ଟ୍ରକ୍ଚର ଆଲଗୋରିଦମ୍, ପାଇଥନ୍ ଜାଣିଛନ୍ତି। ତ ସବୁ ପ୍ରକାର ଜିନିଷ ସେ ଜାଣିଛନ୍ତି। ଗୋଟେ ପିଲା 3.10 ଇୟର୍ ଏକ୍ସପିରିଏନ୍ସରେ ଏତେ ଜିନିଷ କାମ କରିଛି ନ କରିଛି, ଦେଖ ଆମେ କାହାକୁ, ମୁଁ ଜବ୍ କରୁନି କାହାକୁ, ତ ଆମେ ଯେତିକି କଥା ହେଲୁ ତ ହଁ ଠିକ୍ ଅଛି, ଜେନ୍ୟୁନ୍ ଅଛି, ପିଲା ଏକ୍ସପିରିଏନ୍ସ ଅଛି, ଭଲ ଭଲ କମ୍ପାନୀରୁ ଆସିଛି, ତ କାମ କରିଥାଇପାରେ। କାହିଁକିନା ବହୁତ 2-3ଟା କମ୍ପାନୀ ଯେତେବେଳେ କାମ କରିଛି, ପରସିଷ୍ଟେନ୍ସ ଗୋଟେ, କ୍ୟାପଜେମିନି ଗୋଟେ, TCS ଗୋଟେ, ତ ସାୟଦ କାମ କରିଥିବ, ଆମେ ତ ଜାଣିନୁ। ଯେତେବେଳେ ଆମ ଫିଲ୍ଟର ପକାଇକିରି ମ୍ୟାନେଜର ଦେଖିଲେ ତ ମ୍ୟାନେଜରଙ୍କୁ ଲାଗିଲା କି ଜିନିଷ ସବୁ ଫେକ୍ ଅଛି। ତ ଆମେ କଥା ହେଲୁ ହଁ ଫେକ୍ ହେଇପାରେ, କିନ୍ତୁ ଆମେ ଇଣ୍ଟରଭ୍ୟୁ ନିଅ, ଦେଖାଯିବ କ'ଣ ହେଉଛି। କିନ୍ତୁ ମୋ ସାଙ୍ଗଟା ମ୍ୟାନେଜର କାଲି ବିଜି ଥିବା ଭିତରେ ମୋ ସାଙ୍ଗଟା ଆଉ ଗୋଟେ ଥିଲା, ସିଏ ଆକ୍ଚୁଆଲି ଇଣ୍ଟରଭ୍ୟୁ ନେବାର ଥିଲା। ତ କିନ୍ତୁ ମ୍ୟାନେଜରଙ୍କ ଯେଉଁ ମିଟିଂ ଥିଲା ସେଇଟା କ୍ୟାନସଲ୍ ହେଇଗଲା। ତ ମ୍ୟାନେଜର ଇଣ୍ଟରଭ୍ୟୁ ନେଲା, ମୁଁ କିଛି ସମୟ ପାଇଁ ବସି ଦେଖୁଥିଲି।
ତ ସିଏ ପିଲାଟା ଭଲ ଇଣ୍ଟରଭ୍ୟୁ ଦେଲା। ତ ମୁଁ ଏବେ ଦେଖୁଛି ମାନେ କେମିତି କ'ଣ ଇଣ୍ଟରଭ୍ୟୁ ହେଉଛି, କ'ଣ କରୁଛି, କେମିତି ନିଅନ୍ତି। ତାପରେ ମୁଁ ନେକ୍ସଟ କିଛି ଦିନ ପରେ ମୁଁ ବି ଇଣ୍ଟରଭ୍ୟୁ ନେବା ଷ୍ଟାର୍ଟ କରିବି। ତ ମୁଁ ବି ଦେଖୁଥିଲି ସେମିତି କେମିତି କ'ଣ ହେଉଛି, କ'ଣ କରୁଛି। ତ ଏବେ ଜିନିଷ କ'ଣ ହେଉଛି ନା, ପିଲା ଆମେ ଆଜିକାଲି ଲାଇଭ୍ କ୍ୟାରିୟର ହେଇଗଲାଣି। ତ ବହୁତ ପ୍ରକାର ୱେବସାଇଟ୍ ଆସିଲାଣି। ଆମେ କ'ଣ କରୁଛୁ, ଆମ ରିଜ୍ୟୁମ୍ଟାକୁ ବି ଏନହାନ୍ସ କରୁଛୁ। ଆମେ ବି ଯେଉଁ ଜବ୍ କରୁଛୁ ତାର ମାନେ ମନେକର ଆମେ ଗୋଟେ ଇଣ୍ଟରଭ୍ୟୁ ଦେଉଛୁ, ଇଣ୍ଟରଭ୍ୟୁ ପାଇଁ ଆମକୁ ଗୋଟେ ଜିଡି ଆସୁଛି। ତ ଜିଡିରେ ସବୁ ଇଣ୍ଟରଭ୍ୟୁର ଡେସ୍କ୍ରିପସନ୍ ଲେଖା ହେଉଛି। ଲେଖା ଭିତରେ ଆମେ କ'ଣ କରୁଛୁ, ତାକୁ ଚାଟ୍ ଜିପିଟିରେ ପକେଇକି, ଜେମିନାଇରେ ପକେଇକି ଆମେ ତା ଦେହରୁ ଡାଟା ବାହାର କରୁଛୁ କି ଏଇ ଟୁଲ୍, ଏଇ ସ୍କିଲ୍ ସେ ଆମକୁ ପଚାରିବେ। ତାପରେ ଆମେ କ'ଣ କରୁଛୁ, ଗୋଟେ ପ୍ରିପେୟାର ହେଉଛି କି ହଁ ଆମର ଏଇ ଜିନିଷ ଆମକୁ ସେ ପଚାରିବେ, ଆମେ ତା ଉପରେ ପ୍ରିପେୟାର ହେଇକିରି ଆମେ ସେଥିପାଇଁ ଇଣ୍ଟରଭ୍ୟୁ ଦେଉଛୁ। ତ ଜିନିଷ କ'ଣ ହେଉଛି, ଏବେ ଲାଇଫ୍ଟା ସେଇଭଳିଆ ହେଇଯିବ। ତ ଆଗରୁ କ'ଣ ଥିଲା ନା, ଗୋଟେ 50 ଜଣ ପିଲା କି ଗୋଟେ 100 ଜଣ ପିଲା ଗୋଟେ ଟିମ୍ରେ କାମ କରୁଥିଲେ। ଗୋଟେ 50 ଜଣ ପିଲା ଗୋଟେ ଟିମ୍ରେ ଯେତେବେଳେ କାମ କରୁଛନ୍ତି, ଯଦି 50 ଜଣଙ୍କର କାମ ସେଇଟା ଦରକାର ନାହିଁ ତ 50 ଜଣ ପିଲା ରହିବେ କାହିଁ। ଯଦି 50 ଜଣକୁ 20 ଜଣ କରିଦେବେ, 30 ଜଣ କାମ ଦରକାର ନାହିଁ ତ 30 ଜଣ ବାହାର କରିଦେବ କମ୍ପାନୀ। ଯେଉଁଠି ପଇସା ଇନଭେଷ୍ଟ କରୁଥିଲା 50 ଜଣରେ, ଯଦି 20 ଜଣ ପିଲାଙ୍କୁ ସେତିକି ଇନଭେଷ୍ଟ କରିକି ଯଦି ଆଉଟପୁଟ୍ ଆସିପାରୁଛି, ଦେନ୍ କମ୍ପାନୀର ତ 30 ଜଣ ପିଲା ଦରକାର ନାହିଁ ନା, କମ୍ପାନୀ ବାହାର କରିଦେବ। ତ ଆଜିକା ମାର୍କେଟରେ ଜିନିଷ ହେବ କ'ଣ ନା, ଯେଉଁମାନେ ଏଆଇ ସହିତ ଚାଲିବେ, ଏଆଇକି ଏନହାନ୍ସ କରିକିରି ଏଆଇ ସହିତ କମ୍ପେୟାର କରିକିରି ଚାଲିବେ, ଠିକ୍ ଅଛି, ବେଟର୍ ରହିବ, ଜବ୍ ରହିବ, ଜବ୍ ଯିବନି। କିନ୍ତୁ ଏଆଇ ସାଙ୍ଗରେ ଚାଲି ସ୍ପିଡ଼ରେ ଧୀରେ ଧୀରେ ଆମେ ଦେଖ, ଏଆଇ କାହାର ଜବ୍ ନେଉନି, ଏଆଇ ତା ବାଟରେ ଚାଲିଛି। କମ୍ପ୍ଲିଟଲି ଏଆଇ ଆସୁ, କମ୍ପ୍ଲିଟଲି ନ ଆସୁ, ଜବ୍ ବାଟରେ ଚାଲିଛି, ଏଆଇ ବାଟରେ ଚାଲିଛି। କି ଜିନିଷ କ'ଣ, ଆମର ସବୁ ଜିନିଷ ସବୁ ଲାଇଫ୍ରେ ଆଜିକାଲି ସପୋର୍ଟ ଜବ୍ ହେଉ, ଆଜିକାଲି ତୁମେ ଇମେଲ୍ ରାଇଟିଂ ହେଉ, ସ୍କ୍ରିପ୍ଟ ରାଇଟିଂ ହେଉ, କଣ୍ଟେଣ୍ଟ ରାଇଟର ହେଉ, ତ ଯାହା ବି ପିଲା କାମ କରୁଛନ୍ତି, ଯାହା ବି ଯେଉଁ ବି ପ୍ରୋଫାଇଲ୍ରେ ପିଲା କାମ କରୁଛନ୍ତି, ସବୁ ପ୍ରୋଫାଇଲ୍ରେ ଏନହାନ୍ସ ହେଉଛନ୍ତି। ଆମେ ଯାହା ବି ଆମେ ଗୋଟେ ମେଲ୍ ଲେଖୁଛେ, ଯାହା ବି ଆମେ ଗୋଟେ କରୁଛେ, ଆମେ କିଛି ନା କିଛି ଗୋଟେ କାହାର ହେଲ୍ପ ନେଉଛେ। ତ ସେ ଟୁଲ୍ ଆମକୁ ସବୁ ଜାଣିବାକୁ ପଡ଼ିବ। ଟୁଲ୍ ସହିତ ଆମେ ଜାଣିକିରି ଟୁଲ୍ କେମିତି ୟୁଜ୍ ହେଉଛି, ଟୁଲ୍କୁ ଆମେ କେମିତି ୟୁଜ୍ କରିବା, ଆମ କାମ ପାଇଁ ସେ ଟୁଲ୍ର କ'ଣ ଜରୁରତ ଅଛି, ତ ସେଇ ହିସାବରେ ଆମର ଏନହାନ୍ସ କରିବାର ଅଛି। ତ ଏଇଭଳିଆ ଜିନିଷଟା ଯଦି ଆପଣ କରିବେ ବେଟର୍ ହେବ। କି ଆପଣ ଯଦି ବି ସେ ଯେଉଁ 50 ଜଣରୁ 20 ଜଣ ହେଉଛନ୍ତି, ସେ 20 ଜଣ ଭିତରେ ଆପଣ ରହିବେ, ଏକରେ ହେବ ଆପଣଙ୍କ ସାଲାରୀ ହାଇକ୍ ହେବ, ଦୁଇରେ ମାର୍କେଟ ଧୀରେ ଧୀରେ ଟପ୍ ହେଉଛି, ତ ଆପଣଙ୍କ ଜବ୍ ବି ସିକ୍ୟୁର ହେବ। ଜବ୍ ସିକ୍ୟୁର ହେଲେ ଆପଣ ଯେଉଁ ବି ଚାହୁଁଛନ୍ତି ଆପଣ ଧୀରେ ଧୀରେ ଏକ୍ସପ୍ଲୋର କରିବେ, ଧୀରେ ଧୀରେ ଏନହାନ୍ସ ହେବ, ସ୍କିଲ୍ ଆପଣଙ୍କ ସ୍କିଲ୍ ଅପ୍ କରିବେ। ତ ସେ ପାଇଁ ବେଟର୍ ହେବ କି ଆପଣ ଡରିବା ଅପେକ୍ଷା ଆପଣ ଷ୍ଟେପ୍ ଫରୱାର୍ଡ଼ ଷ୍ଟେପ୍ ନେଇକିରି ଆଗକୁ ଚାଲନ୍ତୁ, ଆଗକୁ ଦେଖନ୍ତୁ। କାହିଁକିନା ଲାଇଫ୍ ବି ଧୀରେ ଧୀରେ ଅପଗ୍ରେଡ଼ ହେଉଛି। ତ ଯେମିତି ଲାଇଫ୍ ଅପଗ୍ରେଡ଼ ହେଉଛି ସେଇ ହିସାବରେ ସାଲାରୀ ବି ଅପଗ୍ରେଡ଼ କରିବାକୁ ପଡ଼ିବ। କାହିଁକିନା ଆମର ଖର୍ଚ୍ଚ ଯେତିକି ହେଉଛି, ରୋଜଗାର ସେତିକି ଆମେ କରୁନେ। କାହିଁକିନା ଆମର ସାଲାରୀ ହାଇକ୍ ହେଉଛି 1 ଇୟର୍, 2 ଇୟର୍, 3 ଇୟର୍ ପରେ, କିନ୍ତୁ ପର 2 ମନ୍ଥ, 3 ମନ୍ଥ, 6 ମନ୍ଥରେ ଆମର ଖର୍ଚ୍ଚ ବଢ଼ୁଛି। ତ ଯେମିତି ରୋଜଗାର ସେମିତି ଖର୍ଚ୍ଚ, ଗୋଟାଏ ବାଟ। ଦ୍ୱିତୀୟ ବାଟ ହେଲା ତୁମକୁ ଜବ୍ ବଞ୍ଚାଇବାର ହେଲା, ତୁମକୁ ଜବ୍ ବଞ୍ଚାଇବାର ଅଛି, ତୁମକୁ ଏନହାନ୍ସ ହେବାକୁ ପଡ଼ିବ। ତୁମେ କହିବ ନା ଆମେ ଶିଖିବୁନି, ତୁମେ କହିବ ଆମେ କରିବୁନି, ତ ସେମିତି ତ ହେବନି। ତ ବହୁତ ପିଲା ଅଛନ୍ତି ଏବେ ବି ଟ୍ରାଏ କରୁଛନ୍ତି, ବହୁତ ପିଲା ଅଛନ୍ତି ଏବେ ବି ଜବ୍ ଛାଡ଼ିକିରି ବିଜନେସ୍ କରୁଛନ୍ତି। ବହୁତ ପିଲା, କାହାର ବ୍ୟାକଅପ୍ ପ୍ଲାନ୍ ଅଛି, କିଏ କାହାର ଫ୍ୟାମିଲି ବ୍ୟାକଗ୍ରାଉଣ୍ଡ ଭଲ ଅଛି, ସେମାନେ ବି ଯାଇକିରି କିଛି ବି ବିଜନେସ୍ ଷ୍ଟାର୍ଟ କରୁଛନ୍ତି। ଭଲ ଅଛି, କିଛି ନାହିଁ। ଯାହା ବି ତୁମେ କରୁଛ 100% କର, ସେଇଟା ମ୍ୟାଟର୍ କିଛି ନାହିଁ। ତ ଯାହା ବି ତୁମେ କରିବାକୁ ଚାହୁଁଛ କରିପାରିବ। ଆଜିକା ମାର୍କେଟରେ ସବୁ ଜିନିଷ ତୁମେ କରିପାରିବ, ଯଦି ଚାହିଁବ, ନିଜେ ଚାହିଁବ, ସବୁ କିଛି କରିପାରିବ। ଆଜିକାଲି ବିଜନେସ୍ ଭଲ, ଆଜିକାଲି ଜବ୍ ଭଲ। ଆଜିକାଲି ତୁମେ ଜବ୍ କଲାବେଳକୁ ଡିଫିକଲ୍ଟ ଫେସ୍ କରି ଦେଖ, ସବୁ ଜବ୍ରେ ଡିଫିକଲ୍ଟି ଅଛି, ଏମିତି ନୁହଁ ଯେ କେଉଁ ଜବ୍ରେ ଡିଫିକଲ୍ଟ ନାହିଁ। ଡିଫିକଲ୍ଟ ସବୁ ଜବ୍ରେ ଅଛି, କିନ୍ତୁ ଜିନିଷ କ'ଣ ଆମକୁ ନେଇ ଆଣି ଥୋଇବାର ଅଛି, ଆମକୁ କାମ ସ୍ପିଡ଼ କରିବାର ଅଛି। ଯାହା ବି ଆଜିକାଲି ଟାର୍ଗେଟ୍ ସବୁ ଜାଗାରେ ରହୁଛି। ଯେମିତି ଗୋଟେ ପିଲା ବ୍ୟାଙ୍କରେ ଜବ୍ କରୁଛି ତାକୁ ଯେମିତି ଟାର୍ଗେଟ୍ ରହୁଛି, ଯେଉଁ ପିଲା ସେଲ୍ରେ ଜବ୍ କରୁଛି ତାକୁ ଯେମିତି ଟାର୍ଗେଟ୍ ରହୁଛି, ସଫ୍ଟୱେର୍ କମ୍ପାନୀରେ ବି ସେମିତି ଅଛି। ତୁମକୁ ଗୋଟେ କାମ ଦିଆହେଲା, ତୁମକୁ ଗୋଟେ ଟାସ୍କ ଦିଆହେଲା, ତୁମକୁ କମ୍ ଟାଇମ୍ ଭିତରେ କମ୍ପ୍ଲିଟ୍ କରିବାର ଅଛି। ତ ବହୁତ ପିଲା ଅଛନ୍ତି ଆଜିକାଲି ଟେଷ୍ଟ କେସ୍ ହେଇଗଲା, ଟେଷ୍ଟ କେସ୍ ଆମେ ପକାଇଦେଲା ବେଳକୁ ଆମକୁ ସେ ଏନହାନ୍ସ କରିକି ଦେଇଦେଉଛି। ଜେମିନାଇରେ ହେଉ, ଚାଟ୍ ଜିପିଟି ହେଉ, ତ ଆମେ କିଛି ବି ଗୋଟେ ଟେଷ୍ଟ କେସ୍ ପକାଇଲା ବେଳକୁ ସିଏ ଆମକୁ ପୁରା କ୍ଲିଅର୍ ପିକ୍ଚରରେ ଦେଇଦେଉଛି କି ହଁ ଆମର ପ୍ରଡ଼କ୍ଟ ରିକ୍ୱାରମେଣ୍ଟ ଆମେ ପକାଇ ଦେଉଛି ପିଆର୍ ଡି ପକାଇଦେଲେ, TRD ପକାଇଦେଲା ବେଳକୁ ସିଏ କ'ଣ କରୁଛି, ପୁରା ଡିଟେଲ୍ସ ଦେଇଦେଉଛି। ଆମେ କ'ଣ କରୁଛୁ, ତାକୁ ନେଇକିରି ଆମ ଯେଉଁ ଫର୍ମାଟ୍ ରହୁଛି, ଆମେ ତାକୁ ସେ ଆମ ଫର୍ମାଟ୍ରେ ୟୁଜ୍ କରୁଛୁ କି ହଁ ଏଇ ଜିନିଷଟା ଏଇଆ, ସେଇ ଜିନିଷଟା ସେୟା, ଆଉ ଟିକେ ଆମେ ଚେଞ୍ଜେସ୍ କରୁଛୁ। ଚେଞ୍ଜେସ୍ କରିକିରି ଆମେ ବି ତାକୁ ସବମିଟ୍ କରୁଛୁ, ହଁ ଟେଷ୍ଟ କେସ୍ ରେଡ଼ି ହେଇଗଲା। ତ ସେମିତି ଆଜିକାଲି ଲାଇଫ୍ଟା ସେମିତି ହେଇଗଲାଣି।
ତ ଯେମିତି ମାର୍କେଟ ଚାଲିଛି ସେଇ ହିସାବରେ ତୁମକୁ ଚାଲିବାକୁ ପଡ଼ିବ, ମାର୍କେଟ ହିସାବରେ ତୁମକୁ ବଞ୍ଚିବାକୁ ପଡ଼ିବ। ମାର୍କେଟରେ ଅପଗ୍ରେଡ଼ ଚାଲିଛି, ଡେଲି 12 ଘଣ୍ଟା 13 ଘଣ୍ଟା ପିଲା କାମ କରିକିରି ପାଠ ପଢ଼ିକିରି ବି ସ୍କିଲ୍ ଅପ୍ କରୁଛନ୍ତି। ତ ହଁ, ଯାହାକୁ ବି ଟାଇମ୍ ହେଉନି ତୁମେ ଟ୍ରାଏ କର ପଢ଼ିବା ପାଇଁ, ତୁମେ ପଢ଼ିଲେ ତୁମର ବି ବେନିଫିଟ୍, ଯଦି ନ ପଢ଼ିବ ତୁମର ଲସ୍, ତ ବେଟର୍ ହେବ। ଏଆଇ ହିସାବରେ ଆମକୁ ଚାଲିବାକୁ ପଡ଼ିବ। ଏଆଇ ଏବେ ବହୁତ ଚାଲିଛି। ତ ଏଆଇ ସମିଟ୍ରେ ବି ବହୁତ ପ୍ରକାର ମଡ୍ୟୁଲ୍ ଆସିଥିଲା, ବହୁତ ପ୍ରକାର କିଏ କାର୍ ଭିତରେ ତାଙ୍କର ବସିକିରି ସେ ସବୁ କିଛି କରିପାରୁଛନ୍ତି। କାର୍ ଭିତରେ ତୁମେ ବସିବ ବିନା ତୁମ ଅପରେଟିଂସରେ ତୁମେ କିଛି କରିବନି, କାର୍ ଚାଲିବ। ତ ବହୁତ ପ୍ରକାର ମଡ୍ୟୁଲ୍ ଆସିଥିଲା। ତ ଆ ଉପରେ ମୁଁ ଭିଡ଼ିଓଟା ବନେଇଛି, ତ ଆପଣମାନଙ୍କୁ ଆଶା କରୁଛି ଭଲ ଲାଗିବ। ତ ନେକ୍ସଟ ଭିଡ଼ିଓରେ ମୁଁ ଭଲ ଟପିକ୍ ଆପଣମାନଙ୍କ ପାଇଁ ନେଇକି ଆସିବି। ଏତିକି ରହୁଛି। ଥ୍ୟାଙ୍କ ୟୁ।